ଆପଣ ଜାଣିଛନ୍ତି ମହାପ୍ରଭୁଙ୍କର ହେଉଛି ଆସନ୍ତାକାଲି ବାହୁଡ଼ା ଯାତ୍ରା ନବଦିନାତ୍ମକ ଯାତ୍ରା ସରିବ। ବାହୁଡ଼ା ପାଇଁକା ରଥ ପଥ ସବୁ ପ୍ରସ୍ତୁତ ହୋଇଛି। ପ୍ରଶାସନିକ ପ୍ରସ୍ତୁତି ବି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିବାକୁ ଗଲେ ଶେଷ ହୋଇଛି। ତ ଆପଣ ଦେଖିପାରୁଥିବେ ମହାପ୍ରଭୁଙ୍କର ସକାଳୁ ସକାଳୁ ଦର୍ଶନ କରିବା ପାଇଁକା ଆଜି ହେଉଛି ସନ୍ଧ୍ୟା ଦର୍ଶନ, ନବମୀ ଦର୍ଶନ ଏବଂ ଆଜି ହେଉଛି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ହେଉଛି ଶେଷ ଦର୍ଶନ। ତେଣୁକରି ଭକ୍ତମାନେ ସକାଳୁ ସକାଳୁ ଛୁଟି ଆସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁକା। ଆପଣ ଦେଖିପାରୁଥିବେ କ୍ୟାମେରା ପର୍ସନ ଗୋପାଳ ଆପଣଙ୍କୁ ଦେଖୁଥିବ ବଡ଼ ଶଙ୍ଖ ଯାଇକେ ଭକ୍ତମାନଙ୍କର ଏଇ ଲମ୍ବା ଲାଇନ୍ ଲାଗିଛି। ଆପଣ ଦେଖିପାରୁଥିବେ ଏଇ ଭକ୍ତଙ୍କ ପାଇଁକା ଜନସମୁଦ୍ର। ଭକ୍ତମାନେ ମହାପ୍ରଭୁଙ୍କୁ ଆଜି ଶେଷ ଦର୍ଶନ କରିବେ ଆଡ଼ପ ମଣ୍ଡପରେ। ସେଥିପାଇଁ ସକାଳୁ ସକାଳୁ ମହାପ୍ରଭୁଙ୍କର ନୀତିକାନ୍ତି ବି ମଧ୍ୟ ଚଳଚଞ୍ଚଳ। ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କର ସକାଳ ଧୂପ ନୀତି ସରିଲାଣି। ମହାପ୍ରଭୁ ଖେଚେଡ଼ି ଭୋଗ ଖାଇସାରିଲେଣି। ଭକ୍ତମାନଙ୍କୁ ଅପେକ୍ଷା କରିଛନ୍ତି, ଦର୍ଶନ ଦେଉଛନ୍ତି। ଲକ୍ଷ ଲକ୍ଷ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯାଉଛନ୍ତି ଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବା ପାଇଁକା। ଜିଗଜାଗ୍ ବାରିକେଟିଂ ହେଇଛି। ବାରିକେଟିଂ ଭିତରେ ଦଫା ଦଫାରେ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଆଡ଼ପ ମଣ୍ଡପକୁ ଛଡ଼ାଯାଉଛି। ଆପଣ ଦେଖିପାରୁଥିବେ ଭକ୍ତମାନଙ୍କ ଭିତରେ କେତେ ଆଗ୍ରହ, କେତେ ଉତ୍କଣ୍ଠା ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁକା। ଏହି ଗୁଣ୍ଡିଚା ମନ୍ଦିର ପରିବେଶ ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ସମସ୍ତେ ମହାପ୍ରଭୁଙ୍କୁ ଡାକୁଛନ୍ତି, ଜୟ ଜଗନ୍ନାଥ କହୁଛନ୍ତି, ମହାପ୍ରଭୁଙ୍କୁ ହାତ ଟେକି ମହାପ୍ରଭୁଙ୍କୁ ପ୍ରଣାମ ଜଣାଉଛନ୍ତି। ତ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି। ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ଭିତରେ ଗୋଟି ଲାଇନ୍ କରାଯାଇଛି ଶ୍ରଦ୍ଧାଳୁମାନଙ୍କ ପାଇଁକା। ଗୋଟେ ଲାଇନ୍ରେ ଯିବେ, ଆଉ ଗୋଟେ ଲାଇନ୍ରେ ସେବାୟତ ଏବଂ ଯେଉଁମାନେ ପାସଧାରୀ ବ୍ୟକ୍ତିମାନେ ଯିବେ ଟିକେଟ୍ ଦର୍ଶନ ପାଇଁକା ସ୍ୱତନ୍ତ୍ର ବ୍ୟବସ୍ଥା ବି ମଧ୍ୟ କରାଯାଇଛି। ତ ସମ୍ପୂର୍ଣ୍ଣ ଭାବରେ ଗୁଣ୍ଡିଚା ମନ୍ଦିରକୁ ଦର୍ଶନ ପାଇଁକା ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥିତ କରାଯାଇଛି। ନୀତିକାନ୍ତି ବି ମଧ୍ୟ ସହଳ ହୋଇଛି ଏବଂ ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। କାହିଁକିନା ଯେହେତୁ ଆସନ୍ତାକାଲି ବାହୁଡ଼ା ନୀତି ରହିଛି, ତ ସେଥିପାଇଁ ଅନେକ ନୀତି ରହିଛି। ସେ ନୀତିକି କିଭଳି ଭାବରେ ସୁଚାରୁ ରୂପେ ପରିଚାଳନା କରାଯିବ ସକାଳୁ ହିଁ ଜଣାପଡ଼ିଗଲାଣି ନୀତି କେତେ ଚଞ୍ଚଳ ହୋଇଛି। ତେଣୁକି ସନ୍ଧ୍ୟା 6ଟା ଭିତରେ ମହାପ୍ରଭୁଙ୍କର ସନ୍ଧ୍ୟା ନବମୀ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସମସ୍ତେ 6ଟା ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ। ଅନେକ ଭକ୍ତମାନେ ବି ଅଛନ୍ତି। ଆମେ ପ୍ରତିକ୍ରିୟା ରଖିବା ଭକ୍ତମାନେ କିଭଳି ଭାବରେ କେତେ ସମୟ ଅପେକ୍ଷା କରୁଛନ୍ତି, ଏମିତି ବ୍ୟବସ୍ଥା ହେଇଛି ଚେଷ୍ଟା କରୁଛୁ। ତ ଆପଣ କ'ଣ କହିବେ, କେମିତି ଦର୍ଶନ ବ୍ୟବସ୍ଥା ହେଇଛି? ଦର୍ଶନ ବ୍ୟବସ୍ଥା କେମିତି ହେଇଛି? ଆପଣମାନେ କେମିତି ଭଲ ବ୍ୟବସ୍ଥା କରାଯାଇଛି? ଭକ୍ତମାନଙ୍କର ବ୍ୟବସ୍ଥା ବହୁତ ଭଲ ହେଇଛି ବ୍ୟବସ୍ଥା ଏବଂ ଲୋକମାନେ ଭକ୍ତମାନେ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁକା ଏ ବାରିକେଟିଂ ଭିତରେ ଦେଇକରି ଯାଉଛନ୍ତି। ଆଗରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବି ମଧ୍ୟ ତନଖି କରାଯାଉଛି। ଭକ୍ତମାନଙ୍କୁ ମଧ୍ୟ କୁହାଯାଉଛି ମୋବାଇଲ, ଛତା, କ୍ୟାମେରା ଏଗୁଡ଼ା ସବୁ ନ ଆଣିବା ପାଇଁକା ପରାମର୍ଶ ଦିଆଯାଉଛି। ତ ଏପରି ସ୍ଥିତିରେ ମହାପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିର ଆଜି ଚଳଚଞ୍ଚଳ ହେଉଛି ଏବଂ ଆସନ୍ତାକାଲି ହେବ ବାହୁଡ଼ା ଯାତ୍ରା। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ଏବଂ ସମ୍ପୂର୍ଣ୍ଣ ଭାବରେ ଗୁଣ୍ଡିଚା ମନ୍ଦିର ଆଜି ସନ୍ଧ୍ୟା 6ଟା ପରେ ଆଜି ଭକ୍ତମାନଙ୍କ ପାଇଁ ଦର୍ଶନ ରହିବ ଏବଂ ଗୁଣ୍ଡିଚା ମନ୍ଦିର ଶୋଧ ହୋଇସାରିଲା ପରେ ଏବଂ ଭକ୍ତମାନଙ୍କ ଦର୍ଶନ ବାରଣ ରହିବ। କ'ଣ କହିବେ, କେମିତି ଦର୍ଶନ ବ୍ୟବସ୍ଥା କେମିତି ଲାଗୁଛି ଆପଣଙ୍କୁ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ସ୍ୱାମୀ की जय, राधा रानी की जय, जय जगन्नाथ की जय। जगन्नाथ प्रभु दर्शन दे दियो, हे प्रभु समस्त की दर्शन दे खुशी रे बाहर हो, प्रभु रक्षा कर। भक्त मैंने कहते प्रभु आमको दर्शन दे दियो। तो महाप्रभु को दर्शन करने भक्त मैंने दूर दूर छुट्टी आसुच्च। समस्ते हस हस मुह महाप्रभु को डाकुंट, जय जगन्नाथ कहते, जय जगन्नाथ कहते। महाप्रभु भक्त मानकर महाप्रभु होती भावर ठाकुर, भक्त मानकर ठाकुर। तेणुक समस्त भक्त माने श्रद्धालु माने महाप्रभु को दर्शन करने गुंडीचा मंदिर आड़प मंडप जाते।